बाबा हाटू गोटे छोट रूप धरिकी बालक रूप धरिकी राति सी मो कांधे हाथ पकईदे कहले आस जाम ये कौन हाथी फाती किसी करें सी मुंडे पगड़टा बांधि हेटू सी आगे मुझे बाटा मत धरईदे कौन कौन फ्रेंड्स आम ए आसिक पहुँची गलु ढेंकानाल साई मंदिर पाखे आपण मैंने देखिपारे एमती किसी व्यू अच्छी बहुत संख्यक टूरिस्ट अच्छा एमती किसी परिवेश रही साई मंदिर निकट यहाँ मेन रोड डाउन साइड रे आपको नौ एक्सप्लोर कराऊँ देखा कार्यालय ऑफिस अखंड ध्वनि नड़िया गुणा इत्यादि अर्पण करंतु। ये अखंड ध्वनि जलुची सब ध्वनि जलुची ये ठाकुर पहरा पड़ी नना ये बस पहरा पड़ी रत्नाकर दास। आपन केते दिन है साई आश्रम रे पूजा कले?
ମୁଁ ଆଜ୍ଞା ଏଇଠି ଗୋଟେ ତାରିଣୀ ପୀଠ ଅଛି ଅଳପାଟରେ ରହୁଛି, କିନ୍ତୁ ଏଇ ସାଇ ଆଶ୍ରମ ରେ ମୋର ବହୁତ ସମ୍ପର୍କ ଅଛି। ଓହୋ, ଆପଣ ଟିକେ ସାଇ ଆଶ୍ରମର ହିଷ୍ଟ୍ରି କହିପାରିବେ ଆପଣ? ହଁ ଆଜ୍ଞା କହିପାରିବା। କୁହନ୍ତୁ ଟିକେ। ଏଠି ଆପଣ ଦେଖୁଛନ୍ତି ଯେଉଁ ଆମର ବର ଗଛଟି ଅଛି ସେକରେ ଅଛି। ହଁ, ମାନସିକ କରିଛନ୍ତି ବହୁତ ସଂଖ୍ୟକ ଲୋକ। ହଁ, ସେ ମାନସିକ କରିଛନ୍ତି। ସେଇଠି ଆମର ଫାଷ୍ଟ ଆମ ଦ୍ୱାରିକା ମାଇ ଦ୍ୱାରିକା ବାବା ଆଉ ସେଠି ଆସିକିରି ବୁଝିଲେ କି ସେଠି ନାଗଟିଏ ଖେଳୁଥିଲା। ହଁ, ନାଗଟିଏ ଖେଳୁ ଖେଳୁକା ସେଠି ଆସିକିରି ସେ ବୁଲି ବୁଲାଇକି ଗଲେ। ଆମର ଗଣେଶ ବାବା ଜଣେ ଅଛନ୍ତି, ସିଏ ଏଠୁ ଆସିକି ଦେଖିଲେ ଏଇ ଜାଗାରେ ସିଲେକ୍ଟ କଲେ ଯେ ଏଇ ଜାଗାରେ ଆମେ ଗୋଟିଏ ସାଇ ମଠ କରିବା, ଆଶ୍ରମ କରିବା। ସେଇଠୁ ସେ ପ୍ରଭୁଙ୍କର ଆଜ୍ଞାରୁ ସେ ପ୍ରେମ ସାଇରାମ ପ୍ରଭୁ ସେ ଏତେ କଳ୍ପନାମୟ ଏମିତି ଆଜ୍ଞା ଆଶ୍ରମଟିଏ କଲେ ଯିଏକି ଆମ ଢେଙ୍କାନାଳ ଢାଙ୍କୁଣୀ ଖୋଲି ଦେଇକିରି ଗଲେ। ଏଠୁ ଦ୍ୱାରିକା ବାବା ସେ ବାବାମାନେ ସବୁ ମିଶିକିରି ଏ ଆଶ୍ରମଟିକି ଆଜ୍ଞା ତିଆରି କରିଛନ୍ତି। ମୁଁ କହିଲି ଆପଣଙ୍କର ଏଠି ବାହାଘର ସବୁ ହେଉଛି? ବାହାଘର ହେଉଛି, ବ୍ରତଘର ହେଉଛି। ଯିଏ ଯେମିତି ଆସିଲେ ସାଧୁ ସନ୍ଥ ମୁନି ଋଷି ତପି ଜ୍ଞାନୀ ଯେକୌଣସି ବ୍ୟକ୍ତି ଜଣେ ଆସିଲେ ବୁଝିଲେ କି ଶାନ୍ତି ସୁଖରେ ପୀଠଟି ଚାଲିଛି, କୌଣସି ବାଧା ନାହିଁ। ଅନଲାଇନରେ ବୁକିଂ ହେଇପାରିବ ଯାହା ବି ଆପଣ ବାହାଘର? ହଁ ହଁ ହଁ, ଆପଣଙ୍କର ସବୁ ଅଛି। ଆମର ଅଫିସ୍ ଅଛି, ଆପଣ ସେ ଅଫିସରେ କଥାବାର୍ତ୍ତା କରିବେ। ଆଜ୍ଞା, ଆପଣଙ୍କର ଯେକୌଣସି ଅସୁବିଧା ଥିଲେ ବି ମୁଁ ଗୋଟିଏ ଭଗବାନଙ୍କ ସମ୍ପର୍କରେ କହୁଛି, ମୋ ଅଙ୍ଗେ ନିଭେଇଥିବା କଥା। ମୁଁ ଥରେ ରାତିରେ ଆସୁଛି ସେ ଜଙ୍ଗଲ ଭିତରେ, ସେ ଶାଳ ଗଛ ମୂଳକୁ ଏଠିକି ପଳେଇ ଆସୁଛି। ବାବାଙ୍କଠି ମୋର ଏତିକି ଭରସା ଅଛି, ମୁଁ ପଳେଇ ଆସୁଛି। ପଳେଇ ଆସିଲା ପରେ ହାତୀ ଦେଖିଲି, 100 ଘର ଖଣ୍ଡେ ହାତୀ। କହିଲେ ଆରେ ଏଇ 100 ଘର ହାତୀ କେମିତି କାଟିକିରି ବାବାଙ୍କ ପାଖକୁ ଯିବି? ସେଠୁ ବାବା ଗୋଟେ ଛୋଟ ରୂପ ଧରିକିରି, ବାଳକ ରୂପ ଧରିକି ରାତିରେ ସିଏ ମୋ କାନ୍ଧରେ ହାତ ପକାଇଦେଲେ। କହିଲେ ଆସ ଯିବା ମ, ଏ କ'ଣ ହାତୀ ଫାତି କିଛି କରିବେନି। ସେ ମୁଣ୍ଡରେ ପଗଡ଼ଟା ବାନ୍ଧିଛନ୍ତି। ସେଠୁ ସିଏ ଆଗରେ, ମୁଁ ଯେମିତି ବାରଟା ମୋତେ ଧରେଇ ଦେଲେ, ମୁଁ ଅନ୍ଧ ସିଏ ମୂକ, ସେମିତି ବାବା ଆଗରେ, ମୁଁ ତାଙ୍କ ପଛରେ ଏଠୁ ଆସିଲି। ହାତୀମାନେ ସବୁ ପାର ହେଇଗଲେ। ପାର ହେଇଗଲା ପରେ ଆସିକି ଏ ଜାଗାରେ ଆମେ ଏଠୁ ପହଞ୍ଚିକି ଏଠୁ ଦେଖିଲି ଏଠୁ ଖାଦ୍ୟ ପଦାର୍ଥ ଚାଲିଛି, ଜବର ଗୋଟେ ମେଳା ଫେଳା ହେଉଛି। ଏଠୁ ଖାଦ୍ୟ ପଦାର୍ଥ ଖାଇଲୁ। ଫେର ରାତି 8ଟା 9ଟା ବେଳକୁ ସେଠିକି ପଳେଇଲୁ। କି ସୁନ୍ଦରମୟ ସେହି ଯେ ଠାକୁର, ପୃଥିବୀର ଅଟେ ସେହି ଯେ ଈଶ୍ୱର। ସେ ପୃଥିବୀ ଯାଙ୍କର, ପୃଥିବୀ ଆମ ପୃଥିବୀ ଖାଲି ଭାରତ ନୁହଁ, ପୃଥିବୀରେ ତାଙ୍କ ନାଁ ଖାଲି ଥରେ ଧରି ପକାଇଲେ ଖାଲି ପ୍ରେମ ସାଇରାମ କହିଦେବ। ରାମ ପ୍ରେମ ସାଇରାମ, ଆପଣ ପ୍ରେମ ସାଇରାମ କହିଦିଅନ୍ତୁ, ନହେଲେ ଶିଡ଼ି ସାଇରାମ କହିଦିଅନ୍ତୁ, ନହେଲେ ଶାନ୍ତି ସାଇରାମ। ହଁ, ପ୍ରେମ ସାଇରାମ, ଶାନ୍ତି ସାଇରାମ କହିଦିଅନ୍ତୁ, ନହେଲେ କୀର୍ତ୍ତି ସାଇରାମ କହିଦିଅନ୍ତୁ, ନହେଲେ ଆଦ୍ୟ ସାଇରାମ କହିଦିଅନ୍ତୁ, ନହେଲେ ପାନ୍ତ ସାଇରାମ କହିଦିଅନ୍ତୁ। ନହେଲେ ଆପଣଙ୍କ କୌଣସି ଗୋଟେ କାର୍ଯ୍ୟ ହେଉନି, ମନ ଭିତରେ ଅଶାନ୍ତି ରହିଛି, ଆପଣ ସେଇ ବରଗଛ ମୂଳେ ଗୁଆଟିଏ କୋଉଟିଏ ପଇସାଟିଏ ବାନ୍ଧିକିରି ମାନସିକ କରିକି ଯାଆନ୍ତୁ। ଆମ ପିତାମାତା କେମିତି ଭଲରେ ରହିବେ, ମୁଁ କେମିତି ଭଲରେ ରହିବି, ଚାକିରି ବାକିରି ଖଣ୍ଡେ କେମିତି କରିବି, ବାହାସାଗର କରିବି, ଘର ଖଣ୍ଡିଏ କରିବି, କେମିତି ଶାନ୍ତିରେ ପ୍ରଭୁ ଆମକୁ ରଖିବେ, ଏଇଭଳିଆ ମନୋଭାବ ନେଇକି ଯଦି ଆପଣ ଯିବେ, କିନ୍ତୁ ଗ୍ୟାରେଣ୍ଟି, କିନ୍ତୁ ଆପଣଙ୍କର ହୃଦୟଟା ଗୋଡ଼ଠୁ ମୁଣ୍ଡ ପର୍ଯ୍ୟନ୍ତ ପରିଷ୍କାର ଥିବ, ଆଉ ମନ ଭିତରେ ଥିବ ଯେ ଏଠି ଭଲ ପାଇବା ଥିବ, ବାବାଙ୍କ ସାଙ୍ଗେ ଭଲ ପାଇବା ଥିବ। ଏଇଟା କିନ୍ତୁ ଜାଣିଛୁ କିରେ, ବାବାଙ୍କ ପାଖରେ ବାବା ଅଛନ୍ତି ବୋଲି ଭାବିବ। ସେ ଅମର ନା, ସେ କ'ଣ ମରିଛନ୍ତି କି? ସେ ମରିଥିଲେ ଏଡ଼େ ବଡ଼ ଧାମ କେମିତି ଏଠି ହେଇଥାନ୍ତା? ବାବା ସବୁବେଳେ ଅମର ହେଇକିରି ଅଛନ୍ତି।
कैंटीन सुविधा अच्छी ये। आपण मैंने ये देखिपारे बड़ बड़ लॉज सुविधा अच्छे आप रहीपर खाईपर फैमिली नहीं आसिक रहीपर कैंटीन सुविधा भी अच्छी बहुत प्रकार सुविधा अच्छी बहुत डेभलप हो जाए। मु 2 वर्ष तले आसती एवं आसूँ देखुची बहुत डेभलप हो जाए फैमिली आणिकी आपण मैंने आसिक रहीपर आश्रम बहुत सुंदर आश्रम। एमती किसी व्यू अच्छी एवं आम रिटर्न करूँ आपको जब भिडियोटी भल लगी था गोटे लाइक आ गोटे सब्सक्राइब कर दिंतु ये भिडियो सब देखा पाए। थैंक यू फ्रेंड्स मुझे जाऊँगी रिटर्न करुँची।